ଶରୀରରେ ଲାଗିଥିବା ଆଘାତ କିଛି ଦିନ ପାଇଁ ରହିଥାଏ, କିନ୍ତୁ ହୃଦୟରେ ଲାଗିଥିବା ଆଘାତ ବର୍ଷ ବର୍ଷ ଧରି ରହିଥାଏ। ତେଣୁ କାହା ହୃଦୟକୁ ଆଘାତ ଦେବା ପୂର୍ବରୁ ଥରୁଟିଏ ନିଶ୍ଚୟ ଭାବିବା ଦରକାର। ଭରସା ଯଦି ନିଜ ଉପରେ ରଖିବ ତାହାହେଲେ ସେ ତୁମର ସାହସ ହେବ, ଆଉ ଯଦି ଅନ୍ୟ ଉପରେ ରଖିବ ତାହାହେଲେ ସେ ତୁମ ଦୁର୍ବଳତା ହେବ। ଜୀବନରେ ଯେତେ ପାରୁଛ ଖୁସି ରହିବାକୁ ଚେଷ୍ଟା କର, କାରଣ ପ୍ରତି ସନ୍ଧ୍ୟାରେ କେବଳ ସୂର୍ଯ୍ୟ ଅସ୍ତ ହୁଏ ନାହିଁ, ବରଂ ତା ସହିତ ଆମ ମୂଲ୍ୟବାନ ଜୀବନର ଗୋଟିଏ ସୁନ୍ଦର ଦିନ ସବୁଦିନ ପାଇଁ ସରିଯାଏ। ପ୍ରେମ ହେଉଛି ଏକ ଅନୁଭୂତି ଯିଏ କେବେ ବି ମନୁଷ୍ୟକୁ ପରାସ୍ତ କରିବାକୁ ଦିଏ ନାହିଁ, ଏବଂ ଘୃଣା ଏପରି ଏକ ଅନୁଭୂତି ଯିଏ ମଣିଷକୁ କେବେ ବି ଜିତିବାକୁ ଦିଏ ନାହିଁ। ଯାହାର ସମୟ ଖରାପ ଚାଲିଛି ତାକୁ ସାହାଯ୍ୟ କରନ୍ତୁ, ଆଉ ଯାହାର ସ୍ୱଭାବ ହିଁ ଖରାପ ତାଙ୍କଠାରୁ ଦୂରେଇ ଯାଆନ୍ତୁ। ବାପା ମାଙ୍କ ସେବାରେ ତ୍ରୁଟି ହେଲେ ପୁଅ ଖରାପ, ନିଜ ସ୍ତ୍ରୀ ଇଚ୍ଛାରେ ନ ଚଳିଲେ ସ୍ୱାମୀ ଖରାପ, ଭଉଣୀର ଭଲ ମନ୍ଦରେ ଠିଆ ହୋଇ ନ ପାରିଲେ ଭାଇ ଖରାପ, ନିଜ ପିଲାଛୁଆଙ୍କ ଅଳି ଅର୍ଦଳି ପୂରଣ ନ କରିପାରିଲେ ବାପା ଖରାପ। ଜୀବନ ସାରା ଭଲ ହେବାର ଅଭିନୟ କରୁ କରୁ କେବେ ନିଜ ପାଇଁ ବଞ୍ଚି ନଥାଏ, ଆଉ ଏ ଦୁନିଆ କୁହେ ପୁରୁଷର କୁଆଡ଼େ ହୃଦୟ ହିଁ ନାହିଁ। ଭଗବାନଙ୍କୁ ନ ଡର ପଛେ, କିନ୍ତୁ ନିଜ କର୍ମକୁ ଡର, କାରଣ କର୍ମର ଫଳ ଭଗବାନଙ୍କୁ ବି ଭୋଗିବାକୁ ପଡ଼ିଛି। ଭଗବାନ ଭଲ ଲୋକଙ୍କ ପରୀକ୍ଷା ନିଅନ୍ତି, କିନ୍ତୁ ସାଥ ଛାଡ଼ନ୍ତି ନାହିଁ, ଏବଂ ଖରାପ ଲୋକଙ୍କୁ ବହୁତ କିଛି ଦିଅନ୍ତି, କିନ୍ତୁ କେବେ ସାଥ ଦିଅନ୍ତି ନାହିଁ। ବେଳେବେଳେ ମଣିଷ ବହୁତ କିଛି ଅକୁହା କଥା କହିବାକୁ ଚାହିଁଥାଏ, ହେଲେ ଦୁଃଖର କଥା ଶୁଣିବା ପାଇଁ କାହା ପାଖରେ ସମୟ ନଥାଏ। ଯେଉଁ ମଣିଷ ପାଖରେ ଧୈର୍ଯ୍ୟର ଶକ୍ତି ଅଛି ସେ ମଣିଷ ସହ କେହି ବି ଲଢ଼ି ପାରିବେ ନାହିଁ, ଏମିତିକି ତା ଭାଗ୍ୟ ବି ଦିନେ ତା ପାଖରେ ମୁଣ୍ଡ ନୁଆଁଇବ। ଶ୍ରୀକୃଷ୍ଣ କୁହନ୍ତି, ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ପାଇଁ ମୃତ୍ୟୁ ସେତିକି ନିଶ୍ଚିତ ଯେତିକି ମୃତ୍ୟୁମାନଙ୍କ ପାଇଁ ଜନ୍ମ ନେବା। ତେଣୁ ଅପରିହାର୍ଯ୍ୟ ବିଷୟ ପାଇଁ ଦୁଃଖ ପ୍ରକାଶ କରନ୍ତୁ ନାହିଁ। ମଣିଷ ବଞ୍ଚିବା ହିଁ ଡେରିରେ ଶିଖନ୍ତି, ସେଇଥିପାଇଁ ତାଙ୍କୁ ଜୀବନ ଛୋଟ ଲାଗେ। ଶ୍ରୀକୃଷ୍ଣ କୁହନ୍ତି, ନା ଏ ଶରୀର ତୁମର, ନା ଏ ଶରୀରର ମାଲିକ ତୁମେ। ଏ ଶରୀର ପଞ୍ଚଭୂତରେ ତିଆରି, ଜଳ, ବାୟୁ, ଅଗ୍ନି, ପୃଥିବୀ ଓ ଆକାଶ। ଆଉ ଗୋଟେ ଦିନ ଏ ଶରୀର ପଞ୍ଚଭୂତରେ ମିଶିଯିବ। ସଫଳତା ପାଇବା ବଡ଼ କଥା ନୁହେଁ, ସେଇଟାକୁ ସମ୍ଭାଳିକି ରଖିବା ସବୁଠାରୁ ବଡ଼ କଥା। ଜଣେ ମଣିଷର ଗୋଟିଏ ଗୁଣକୁ ଦେଖି ଭଲ ଭାବନ୍ତୁ ନାହିଁ, ତାଙ୍କ ସବୁ ଗୁଣକୁ ଜାଣିଲା ପରେ ଫେରିବାର ସମୟ ନଥାଏ।